ସମସ୍ତଙ୍କୁ ହାର୍ଦ୍ଦିକ ନମସ୍କାର। ପ୍ରିୟ ଛାତ୍ରଛାତ୍ରୀ ମାନଙ୍କୁ ଅତି ନିବିଡ଼ତମ ପ୍ରଦେଶରୁ ଅଶେଷ ଶୁଭେଚ୍ଛା। ଆମର ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ମାନ ପ୍ରଦାନ ଇଏ ହେଉଛି ଭାରତୀୟ ସଂସ୍କୃତିର ଏକ ମହାନ ଦିଗ। ସେ ସମ୍ପର୍କରେ ଯୋଉଠି ଯେତେ ରହିଛି ଭାବ ପ୍ରାଚୁର୍ଯ୍ୟ, ସେ ସ୍ଥାନ ଲାଗେ ସେତିକି ସୁନ୍ଦର। ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁଁ ଆସିଲି, ମୁଁ ଦେଖିଲି ଯେ ପ୍ରାଚୀନତମ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର, ଏଠି ଛାତ୍ରଛାତ୍ରୀମାନେ ଯେଭଳି ଭାବରେ ପ୍ରଣାମ କରନ୍ତି, ଯେପରି ଭାବରେ ଭକ୍ତି ନିବେଦନ କରନ୍ତି, ସେଟା ନିଶ୍ଚିତ ଭାବରେ ଗୋଟେ ଅସାମାନ୍ୟ ବୋଲି ମୁଁ ଅନୁଭବ କଲି। ମୋର ମନେ ପଡ଼ୁଥାଏ, ଏବେ ବି ମନେ ପଡ଼ୁଛି ମୋର ପିଲାଦିନ କଥା। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଗୃହରେ ଜନ୍ମ ହେଲି 1963 ମସିହାରେ। ତାପରେ ଯେତେବେଳେ ଟିକେ ବୟସ ବଢ଼ିଲା ମୋର, ମା ମୋତେ ସବୁବେଳେ କହନ୍ତି, ଯା ଦାଦାଙ୍କ ପାଖକୁ। ଦାଦା ମାନେ ଜେଜେ, ବାପାଙ୍କ ବାପା, କବିପୁତ୍ର ଭଗବାନ ମେହେର, ଯା ମୁଣ୍ଡିଆ ମାରି ଆସିବ। ସକାଳୁ ସକାଳୁ ମୁଁ ଯିବି, ଦାଦାଙ୍କୁ କହିବି, ଦାଦା ମୁଁ ଆସିଲି ମୁଣ୍ଡିଆ ମାରିବା ପାଇଁ। କ'ଣ ପାଇଁ ମୋତେ ପଚାରିବେ, ସେ କାଁ ହେଲା ଯେ ମୁଣ୍ଡିଆ ମାରୁଛୁ ପଚାରିବେ। ମୁଁ କହିବି, ନାଇଁ ସକାଳ ହେଲା ତ, ସେଥିପାଇଁ ଆପଣଙ୍କୁ ମୁଣ୍ଡିଆ ମାରିବା ପାଇଁ ଆସିଲି। ଓହୋ, ଆଚ୍ଛା। ସନ୍ଧ୍ୟା ହବ, ମା କହିବେ, ଯା ଦାଦାଙ୍କୁ ମୁଣ୍ଡିଆ ମାରି ଆସିବ। ଯିବି, ଦାଦା ପଚାରିବେ, ପୁଣି କାହିଁକି ମୁଣ୍ଡିଆ ମାରିଲୁ? ନାଇଁ ଦାଦା, ସନ୍ଧ୍ୟା ହେଇଛି ତ, ସେଥିପାଇଁ ମୁଣ୍ଡିଆ ମାରିବା ପାଇଁ ଆସିଲି। ଆଚ୍ଛା। ତାପରେ ନୂଆ ସାର୍ଟଟି ଯଦି ପିନ୍ଧିଥିବି, ସେତେବେଳେ ବି ଯିବି, ତାଙ୍କ ଚରଣ ସ୍ପର୍ଶ କରି ଯେତେବେଳେ ମୁଣ୍ଡଟି ଦି ପାଦରେ ତାଙ୍କର ଥୋଇଦେବି, ସେ ପଚାରିବେ, କ'ଣ ହେଲା ବାବୁ? ମୁଁ କହିବି, ନୂଆ ସାର୍ଟ ପିନ୍ଧିଛି ଦାଦା, ଦେଖୁନାହାନ୍ତି ଆପଣ, ସେଥିପାଇଁ ଆପଣଙ୍କୁ ନମସ୍କାର କଲି। ଓହୋ, ଆଚ୍ଛା। କି ଖୁସି ତାଙ୍କର। ବେଳେବେଳେ ମାନେ ମୋ ନାନୀ ଥାନ୍ତି, ଇନ୍ଦିରା ନାନୀ, ସିଏ କଜଳ ଲଗେଇ ଦିଅନ୍ତି ଦି ଆଖିରେ ମୋର। ମୁଁ ଯିବି, ଦାଦାଙ୍କୁ ପୁଣି ମୁଣ୍ଡିଆ ମାରିବି। ସେ ପୁଣି ପଚାରିବେ, ଆରେ ଏଇଟା କ'ଣ, କାହିଁକି ମୁଣ୍ଡିଆ? ନା, ଏଥିପାଇଁ ମୁଣ୍ଡିଆ ମାରୁଛି ଦାଦା ଯେ ମୋ ଆଖିରେ କଜଳ ଲଗେଇ ଦେଇଛନ୍ତି ନାନୀ। ଓହୋ, ଆଚ୍ଛା। ଯେ କୌଣସି ମୁହୂର୍ତ୍ତରେ ଗୋଟେ ଶ୍ରଦ୍ଧା ସମ୍ମାନରେ ମୁଣ୍ଡିଆ ମାରିବା, ଏଇଟା ମୋତେ ବି ଆନନ୍ଦ ଦଉଥିଲା, ଆଉ ଦାଦାଙ୍କୁ ମଧ୍ୟ ବହୁତ ଖୁସି ଦଉଥିଲା। ସେମିତି ବରପାଲି ମହାବିଦ୍ୟାଳୟରେ ଦେଖେ ବହୁତ ଦୃଶ୍ୟ ଅଛି, ମନେ ପଡ଼ିଯାଉଛି ହଠାତ୍ ଗୋଟେ କଥା। ଜଣେ ଛାତ୍ରୀ ମୋତେ ପ୍ରଥମେ ଦେଖିଲେ ନମସ୍କାର କରିବେ, ତାପରେ ଦ୍ୱିତୀୟ ଥର ଦେଖିଲେ ପୁଣି ନମସ୍କାର କରିବେ, ତୃତୀୟ ଥର ଦେଖିଲେ କହିବେ ପୁଣି ସାର୍ ନମସ୍କାର, ଚତୁର୍ଥ ଥର ଦେଖିଲେ ବି ନମସ୍କାର। ମୁଁ ଦିନେ ତାଙ୍କୁ ପଚାରିଲି, ଆରେ ତମେ ତ ଥରେ ନମସ୍କାର କରି ସାରିଛ, ଆଉ ଦ୍ୱିତୀୟ ଥର ତୃତୀୟ ଥର ପୁଣି କ'ଣ କରୁଛ?
तांकर उत्तर कि चमत्कार। से कहिले नाई सार आपण को जेते थर देखिले सेते थर नमस्कार करबा पई मोर इच्छा हुए सेति पई आपे आपे मोर हाथ उठी जाए आ मु नमस्कार कर। वास्तव कथा हृदय रे श्रद्धा आंतरिकता थिले हृदयवत्ता जनकर थिले ए सब कथा घटे। सम्बलपुर विश्वविद्यालय भी देखी उत्कल रे भी देखी फकीर मोहन विश्वविद्यालय भी देखी पिलांकर जो श्रद्धा आंतरिकता से प्रकृत रे मु माने विह्वल अनुभव करे। बेले बेले कहे पिला मानकु जे तमे माने होच मोर भगवान। से माने कहती नाई नाई सार आपण मो आमर भगवान। मु कहे मु जदि तमर भगवान ताहेले तमे माने मोर भगवान हेबारे असुविधा कौन अच्छी किछि नहीं। तम भितरे तो अछंती ना भगवान से भगवान को मोर प्रणाम एई भली मु कहि थाए। आउ समस्तंक प्रति ए जो श्रद्धा पारस्परिक ए जो आंतरिकता ताहा ही आम जीवन को वास्तविक भारी कोमल भारी मधुमय सुंदर करी तोड़ी थाए। से सब मुहूर्त छोट छोट कथा किंतु केते बड़ बड़ उपलब्धि से कथा मने पकाई आजी माने शीत ऋतुर ए मध्याह्न उत्तीर्ण हेउथबा बेलारे नील आकाश को देखी मो चतुःपार्श्वरे थिबा वृक्षलता को देखी मते भारी भावप्रवण लगुछि। मते लगुछि मो पाखरे जो सब गछलता अछंती एमाने भी जेमिति शुणुछंती मो कथा केते निस्तब्धतार सहित नीरवतार सहित से माने शुणुछंती। आहा ये वृक्षलता एमाने भी होचंती आमर भगवान। सेमानंकु मध्य मोर अशेष प्रणाम।